ବ୍ୟଞ୍ଜନ ଖୁଆଇବାର ଆଶା ଥିଲେ ବା ଆଗ୍ରହ ଥିଲେ ସବୁକିଛି ହୁଏ। ଆଜ୍ଞା ନମସ୍କାର, ମୋ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଦେଖନ୍ତୁ କେତେ ସବୁ ଟ୍ରାଏଲ୍ 1, ଟ୍ରାଏଲ୍ 2, ଟ୍ରାଏଲ୍ 3, ଟ୍ରାଏଲ୍ 4 କଲା ପରେ ଲାଷ୍ଟକୁ ଗୋଟେ ଭଲ ସେ ଚକୁଳି ପିଠାଟେ ହେଲା। ଆଉ ସେଇଥିରେ ବି ବହୁତ ହି ଟ୍ରାଏଲ୍ସ ନିଆହେଇଛି, ଏରର ଆସିଛି। ମୁଁ କ'ଣ ଏଇଠି ମ୍ୟାଥମେଟିକ୍ସର କଥା କହୁଛି, ସେ କଥା ଛାଡ଼ନ୍ତୁ। ମୁଁ ଏତେ ସଜେଇ ଧଜେଇ କଥା କହିପାରିନି, କିନ୍ତୁ ମୋ କଥାର ସରଳ ମିନିଂ ବୁଝି ଦିଅନ୍ତୁ କି ମୋତେ ଏସବୁରେ ଅଭ୍ୟାସ ନାହିଁ। ସେଥିପାଇଁ ଆଜି ମୁଁ ଦେଖନ୍ତୁ ଅବସ୍ଥା କ'ଣ ପିଠାର, ଆଉ ଆଣ ବି ଅଧା ହେଇଗଲା। ମୁଁ ଏତେ ବଢ଼ିଆ ପିଲା। ଆଉ କାଲି ସକାଳେ ମୋ ମାମା ଉଠିଲେ ମୋତେ ଦି ବିଧା ମୋ ପିଠିକୁ ଦେବ, ଆଉ ସେଇଟା ମୁଁ ପୁରା ଲେଖିକି ରଖିଦେଇଛି। ଆଉ ମୋ ଭାଇ ଦେଖିଲେ ତ ତାଠୁ ଆହୁରି ଖରାପ, ମୋ ସାନ ଭାଇ। କାରଣ ସେ ମୋତେ ରୋଷ୍ଟ କରି କରି ତା ଜୀବନ ମାନେ ସବୁବେଳେ ଥାଏ। ଆଉ ଦେଖନ୍ତୁ ଏଇସବୁ ଜିନିଷକୁ ଆପଣମାନେ ଆଗକୁ ଇଗ୍ନୋର କରିକି ଆଗକୁ ଯାଆନ୍ତୁ। ଆଉ ମୋର ଏତେ ମୂଲ୍ୟବାନ ସମୟ ଗୁଡ଼ା ମୁଁ ଆପଣମାନଙ୍କୁ ଦେଖେଇବା ପାଇଁକି ଏ ଭିଡ଼ିଓଟା ବନେଇଛି। ଆଉ ଦେଖନ୍ତୁ ଏତେ ମୂଲ୍ୟବାନ ସମୟ ଯେ ଛାଡ଼, ଅବସ୍ଥାରେ ଦେଖୁଛନ୍ତି, ଦହି ଲଗେଇକି ଲାଷ୍ଟକୁ ଖାଇଲି।